ମା। ଗପଟି ନାଁ ହଉଛି ସହାନୁଭୂତି। ବିକାଶର ଶିକ୍ଷା ସମାପ୍ତ ହେବା ପରେ ବିନା କଷ୍ଟରେ ସେ ସହରରେ ଭଲ ଚାକିରିଟିଏ ପାଇଗଲା। ଗ୍ରାମରୁ ପରିବାରଙ୍କୁ ନେଇ ସହରରେ ଘର ଭଡ଼ା ନେଇ ସେ ରହିଲା। ପ୍ରତିଦିନ ସେ ଗାଡ଼ିଟିଏ ଭଡ଼ା କରି କାର୍ଯ୍ୟାଳୟକୁ ଯାଏ। ବୁଢ଼ା ବୁଢ଼ୀଙ୍କ ମାନଙ୍କ ପ୍ରତି ବିକାଶ ହୃଦୟରେ ସର୍ବଦା ସହାନୁଭୂତି ରଖିଥାଏ। ଯେଉଁ ଗାଡ଼ିରେ ପ୍ରତିଦିନ ସେ ଯାଏ, ସେ ଗାଡ଼ିର ଚାଳକ ନଟକୁ ସେ ମାସକୁ 50 ଟଙ୍କା ଦିଅନ୍ତି। ଗାଡ଼ିରେ ଯିବା ବେଳେ ସେ ନଟକୁ ପଚାରେ, ଆଚ୍ଛା ନଟ, ତୁମର 2 ପୁଅ ଯୋଗ୍ୟ, ତୁମେ କାହିଁକି କଷ୍ଟ କରି ଗାଡ଼ି ଚଳାଉଛ? ନଟ ହସି ହସି କହେ, ବାବୁ, ମୋ ପୁଅମାନଙ୍କର ଅର୍ଜିତ ଧନ ମୋତେ ପରର ଧନ ପରି ଲାଗେ। ଯେତେ ଦିନ ଶରୀରରେ ଶକ୍ତି ଅଛି, ସେତେ ଦିନ ନିଜ ଖର୍ଚ୍ଚ ନିଜେ ରୋଜଗାର କରିବା ଦ୍ୱାରା ମୋତେ ଆତ୍ମସନ୍ତୋଷ ମିଳୁଛି। ବିକାଶର ପିତା ନିଜେ କଷ୍ଟ ସହି ବିକାଶକୁ ସହରରେ ପଢ଼ାଇଥିଲେ। ସେ କେବେ କେବେ ଏକଥା କହି ମନ ଦୁଃଖ କଲେ ତାର ପିତା ବରାବର କହୁଥାନ୍ତି, ପୁଅ, ତୁ ଯେବେ ପଢ଼ି ସାରି ଚାକିରି କରିବୁ, ତେବେ ଯାଇ ମୁଁ ସବୁ କାମ ଛାଡ଼ି ଘରେ ଆରାମରେ ବସିବି। ବିକାଶର ପାଠ ପଢ଼ା ଶେଷ ହେଲା। ସେ ଚାକିରି ପାଇବା ଅଳ୍ପ ଦିନ ପୂର୍ବରୁ ତାର ପିତାଙ୍କର ହଠାତ୍ ଦେହ ଖରାପ ହୋଇ ବିଛଣା ଧରିଲେ ଓ 2-4 ଦିନ ପରେ ତାଙ୍କର ମୃତ୍ୟୁ ହେଲା। ବିକାଶ ମନରେ ଦୁଃଖ ରହିଗଲା ଯେ ସେ ତା ପିତାଙ୍କୁ କିଛି ଦିନ ପାଇଁ ସୁଦ୍ଧା ଆରାମରେ ରଖିପାରିଲା ନାହିଁ। ବିକାଶ ଯେଉଁ ରାସ୍ତା ଦେଇ କାମ କରିବାକୁ ଯାଉଥିଲା, ସେହି ରାସ୍ତାରେ ଏକ ଚଉମୁହାଣୀ ଛକରେ ବୁଢ଼ାଟିଏ ଛୋଟ ଟୋକେଇଟିରେ ଗୁଡ଼ିଏ ପକୁଡ଼ି ପିଆଜି ଧରି ବିକୁଥାଏ। ସାରା ଦିନର ଖରା ବର୍ଷା ତା ମୁଣ୍ଡରେ ଯାଏ। ବିକାଶର ମନ ଦୁଃଖ ଓ ଦୟାରେ ଭରିଯାଏ ସେ ବୟସ୍କ ଭଦ୍ର ବ୍ୟକ୍ତିକୁ ଦେଖି। ଥରେ 10 ଦିନ ଧରି ଆଉ ବୁଢ଼ାକୁ ସେ ଦେଖିବାକୁ ପାଇଲା ନାହିଁ। ବିକାଶ ଭାବିଲା, ବୋଧହୁଏ ବୁଢ଼ାର କିଛି ହୋଇଯାଇଛି। କିନ୍ତୁ ପରଦିନ ସେ ଦେଖିଲା ବୁଢ଼ା ପୁଣି ତାର ପକୋଡ଼ି ଓ ପିଆଜିର ପାଛିଆଟି ଧରି ବସିଛି। ସେ ଗାଡ଼ି ବନ୍ଦ କରି ଯାଇ ପଚାରିଲା, ମଉସା, 10 ଦିନ ହେବ କୁଆଡ଼େ ଯାଇଥିଲ କି? ଜଣେ ଅଜଣା ଲୋକ ଏପରି ଘନିଷ୍ଠ ବନ୍ଧୁ ପରି ପ୍ରଶ୍ନ ପଚାରୁଛି ଦେଖି ବୁଢ଼ା ଅଳ୍ପ ହସି କହିଲା, ବାବୁ, ମୁଁ ଏଠି ବସିବାର ଆପଣ ତେବେ ପ୍ରତିଦିନ ଲକ୍ଷ୍ୟ ରଖନ୍ତି? କଥା କଣ କି, ମୋତେ ବହୁତ ଜ୍ୱର ହୋଇଥିଲା। ମୁଁ ମୃତ୍ୟୁ ମୁଖରୁ ପୁଣି ଖସି ଆସିଛି। ବୁଢ଼ାର କଥା ଶୁଣି ବିକାଶ ଦୟାରେ ବିଚଳିତ ହୋଇ ପଡ଼ିଲା। ପଚାରିଲା, ଆଚ୍ଛା, ଇଏ ସବୁ ବିକିଲେ ତୁମକୁ କେତେ ଟଙ୍କା ମିଳିବ? 4 ଟଙ୍କା, ଆଜ୍ଞା। ମୋର ଟଙ୍କାଏ ମାତ୍ର ଲାଭ ରହିବ, ବୁଢ଼ା କହିଲା। ତେବେ ତମେ ଏ ସମସ୍ତ ଜିନିଷ ମୋତେ ଦେଇଦିଅ, ମୁଁ ତୁମକୁ 5 ଟଙ୍କା ଦେଉଛି। ବୁଢ଼ା ଟିକେ ଆଶ୍ଚର୍ଯ୍ୟ ହେଲା। ତାପରେ ସମସ୍ତ ଜିନିଷ ନେଇ ଗାଡ଼ିରେ ରଖିଦେଲା ଓ ଖୁସି ମନରେ 5 ଟଙ୍କା ଧରି ଘରକୁ ଗଲା। ଆସୁ ଆସୁ ବାଟରେ ନଟ ପଚାରିଲା, ବାବୁ, ଏସବୁ ନେଇ ଆପଣ କଣ କରିବେ? ତମେ ନେଇଯାଅ, ନିଜେ କିଛି ଖାଇବ ଓ ଯାହା ବଳିବ ପଡ଼ୋଶୀ ମାନଙ୍କୁ ବାଣ୍ଟି ଦେବ ବୋଲି ବିକାଶ କହିଲା। ପରଦିନ ମଧ୍ୟ ଗାଡ଼ି ଛକ ପାଖକୁ ଆସିବାରୁ ବିକାଶ ପୁଣି ସେହିପରି କଲା। ତୃତୀୟ ଦିନ ଯେତେବେଳେ ବିକାଶ ଗାଡ଼ି ବନ୍ଦ କରିବାକୁ କହିଲା, ନଟ କହିଲା, ବାବୁ, ଆପଣ ଏପରି କେତେ ଦିନ କରିପାରିବେ? ବିକାଶ କହିଲେ, ଯେତେ ଦିନ ବିଚରା ବୁଢ଼ା ବଞ୍ଚି ରହିଥିବ। ବିକାଶ ଗାଡ଼ିରୁ ଓହ୍ଲାଇ ବୁଢ଼ା ପାଖକୁ ଯିବା ମାତ୍ରେ ବୁଢ଼ା ହାତ ଯୋଡ଼ି କହିଲା, ବାବୁ, ମୋର ସବୁ ଜିନିଷ ଆପଣ ନେଇ ମୋତେ ଆଉ ଲଜ୍ଜା ଦିଅନ୍ତୁ ନାହିଁ। ଆପଣଙ୍କର ଅନୁଗ୍ରହ ମୁଁ କେବେ ମଧ୍ୟ ଭୁଲି ପାରିବିନି। କିନ୍ତୁ ମୁଁ ଶୀଘ୍ର ଘରକୁ ଫେରିଯାଇ ଆରାମ କରିବା ଦେଖି ପୁଅ କିଛି ନା କିଛି ଅଧିକା କାମ ଦେଉଛି। କାଲି ସାରା ଦିନ କାଠ ମୁଁ ଚିରିଛି। ବୁଢ଼ାର ଉତ୍ତର ଶୁଣି ବିକାଶର ମନଟା ଦୁଃଖରେ ଭରି ଉଠିଲା। ସଙ୍ଗେ ସଙ୍ଗେ ବିକାଶ ମନ ମଧ୍ୟରେ ଠିକ୍ କରିନେଲା କି ବୁଢ଼ାକୁ ସେ ଘରକୁ ନେଇଯିବ। ତାପରେ ବୁଢ଼ାର ପୁଅ ଅନ୍ତତଃ କିଛି ଶିକ୍ଷା ହେବ। ତେଣୁ ସେ ବୁଢ଼ାକୁ ପଚାରିଲା, ମଉସା, ଆମ ଘରକୁ ଯିବ? ସେଠି ତମର ଖିଆପିଆରେ କିଛି ଅସୁବିଧା ହେବ ନାହିଁ। ବୁଢ଼ା କିଛି ସମୟ ଚୁପ୍ ରହିଲା। କହିଲା, ବାବୁ, ମୁଁ ତ ଅତି ଖୁସିରେ ଯିବି, କିନ୍ତୁ ମୋ ପୁଅ ମଙ୍ଗିବ ନାହିଁ ଓ ସେ ଆପଣଙ୍କ ସହିତ ଝଗଡ଼ା କରିବ। ତମେ ସେ କଥା ଚିନ୍ତା କରନି, ଗାଡ଼ି ଭିତରକୁ ଚାଲ। ବିକାଶ ବୁଢ଼ାର ହାତ ଧରି ଗାଡ଼ିରେ ବସାଇ ନେଇଗଲା। ଦେଖନ୍ତୁ, ପ୍ରଥମେ ଯେତେବେଳେ ସେ ସହାୟତା କରିବା ପାଇଁ ତାଙ୍କର ସବୁ ଯାକ ଜିନିଷ କିଣି ନେଇ ଯାଉଥିଲେ, ତାର ପରିଣାମ ସ୍ୱରୂପ ଆଙ୍କର ସହାନୁଭୂତି ପ୍ରୟୋଗ କରି ତାଙ୍କୁ କିଣି ନେଲେ। କିନ୍ତୁ ତାର ପରିଣାମ ସ୍ୱରୂପ ହେଲା କଣ ନା ବୁଢ଼ା ଘରକୁ ଶୀଘ୍ର ପହଞ୍ଚିଗଲା।
ଶୀଘ୍ର ପହଞ୍ଚିଲା ପୁଅ ତାକୁ ଆହୁରି ଅଧିକ କାମ ଦେଲା। ତେଣୁ ମାନେ ସହାନୁଭୂତି କରି ତାଙ୍କୁ ସାହାଯ୍ୟ କରିବା ପାଇଁ ଯାଇ ବୁଢାକୁ ଅଧିକ କଷ୍ଟ ଦେଲେ। ତାପରେ ବର୍ତ୍ତମାନ ସେ ତାକୁ ଘରକୁ ନେଇଯାଇଛନ୍ତି, କଣ ହଉଛି ଦେଖିବା। ବୁଢାର ପୁଅ ଏଣେ ବାପ ନ ଫେରିବାରୁ ଟିକେ ଚିନ୍ତିତ ହେଲା। ତାପରେ ଚାରିଆଡେ ପଚାରି ଘଟଣା କଣ ବୁଝିଲା ଓ ପରଦିନ ଯାଇ ବିକାଶ ଘରେ ପହଞ୍ଚିଗଲା। ବିକାଶ ସହିତ ବୁଢାର ପୁଅ କଥାବାର୍ତ୍ତା କଲା। ବିକାଶ ବୁଝାଇବାକୁ ଚେଷ୍ଟା କଲା ଯେ ବୁଢା କିପରି ସାରା ଦିନ ଗୋଟିଏ ଜାଗାରେ ବସି ଖରା ବର୍ଷା ସହି ବିକୁଥାଏ। ଏ ବୟସରେ ସେଇଟା ବହୁତ କଷ୍ଟ କାମ। ତାର ଆଦୌ କାମ କରିବା କଥା ନୁହେଁ, ଆରାମ କରିବା କଥା ଏବେ। ବିକାଶ କହିଲା, ଏ ବୁଢା ବୟସରେ ତୁମ ବାପକୁ ସୁଖ ଆରାମରେ ନ ରଖି ଓଲଟା ତାଙ୍କ ରୋଜଗାରକୁ ଆହୁରି ଆଶା ରଖି ବସୁଛ। ଏଇଟା ତ ନିହାତି ଅନ୍ୟାୟ ଓ ନିଷ୍ଠୁରତା ମଧ୍ୟ। ବୁଢାର ପୁଅ ସଙ୍କୋଚର ସହିତ କହିଲା, ବାବୁ, ମୁଁ ଏତେ ସ୍ୱାର୍ଥପର ନୁହେଁ। ମୋ ବାପା ଯାହା ରୋଜଗାର କରନ୍ତି ମୁଁ ତାଙ୍କରି ଖାଇବା ପିନ୍ଧିବାରେ ହିଁ ଖର୍ଚ୍ଚ କରେ। ଠିକ ଅଛି, ମୁଁ ତୁମ ବାପାଙ୍କୁ ମୋ ଘରେ ରଖିବି। ତାଙ୍କ ଖାଇବା ପିନ୍ଧିବା ଖର୍ଚ୍ଚ ମୁଁ ତୁଲାଇବି। ତୁମର ସେଥିରେ ରାଜି ନହବାର କାରଣ କିଛି ନାହିଁ? ବିକାଶ ପଚାରିଲା। ବୁଢାର ପୁଅ ତା ବାପାର ଚେହେରା ଦେଖି ଲଜ୍ଜିତ ହେଲା। ସେ ଲଜ୍ଜାରେ ମୁଣ୍ଡ ତଳକୁ କଲା। ଏସବୁ ଦେଖି ବିକାଶ କହିଲା, ମୁଁ ଜାଣେ ଯେ ଏ ବୁଢା ବୟସରେ ସେ ତୁମ ଘରେ ରହିବାଟା ନ୍ୟାୟସଙ୍ଗତ। ଏଠାରେ ରହିବା ହୁଏତ ତୁମ ପାଇଁ ଅସୁନ୍ଦର, କିନ୍ତୁ ତା ବୋଲି ତୁମେ ତାଙ୍କ ସହିତ ଚାକର ପରି ବ୍ୟବହାର କରିବା ଉଚିତ ନୁହେଁ। ବୁଢାର ପୁଅ ଆଖିରେ ଲୁହ ଆସିଗଲା। ସେ ନିଜ ଭୁଲ ବୁଝିପାରି ଅନୁତାପ କଲା। ସେ ହାତ ଯୋଡି ବିକାଶକୁ କୃତଜ୍ଞତା ସହିତ ନମସ୍କାର କଲା ଓ ନିଜ ବାପାଙ୍କୁ କହିଲା, ବାପା, ଏବେ ଚାଲ ଘରକୁ ଯିବା, ମୋ ଆଖି ଖୋଲି ଯାଇଛି। ଆଉ ସେପରି ଭୁଲ ଓ ମୂର୍ଖତା ମୁଁ କେବେ କରିବି ନାହିଁ। ତାପରେ ସେ ବିକାଶ ଠାରୁ ବିଦାୟ ନେଇ ବାପର ହାତ ଧରି ଚାଲିଗଲା। ସେଇ ସକାଶେ ଯେତେବେଳେ ଯାହାକୁ ଆମେ ସହାନୁଭୂତି ଦେଖାଉ, ସେତେବେଳେ ମା ବାରମ୍ବାର କୁହନ୍ତି, ଆମେ ଯେତେବେଳେ ଅନ୍ୟ କାହାକୁ ଦୟା କରୁ, ଦୟା କରିକି କିଛି ଦାନ ଦଉ, ତାର ପରିଣାମ ସ୍ୱରୂପ କଣ ହୁଏ, ଅନେକ କଥା ଘଟେ। ଗୋଟେ କଥା ତ ନିଶ୍ଚିତ ଘଟେ ଯେ ତାକୁ ଆମେ କର୍ମ ତତ୍ପରତାରୁ ଟିକେ ବିରତ କରୁ। ଆଉ ବେଳେ ବେଳେ ଆଉ ଟିକେ ବେଶୀ ଓଲଟା ଘଟେ। ଏଠି ଯେମିତି ସିଏ ଯେମିତି ହଇରାଣ ହେଲେ, ସେମିତି ଆଉ କିଏ କିଏ କଣ କରନ୍ତି, ସେ କହିଲେ ଯଦି ମାଗଣାରେ ମିଳିଯାଉଛି, ତେଣୁ ସେମାନେ କାମ କରିବା ଛାଡି ଦିଅନ୍ତି, ଅଳସୁଆ ହେଇଯାଆନ୍ତି। ଆପଣ ଯଦି ସବୁବେଳେ ବାଣ୍ଟି ଚାଲିଲେ, ତାହେଲେ କଣ ହବ ନା ଭିକାରୀଙ୍କ ସଂଖ୍ୟା ବଢିବ। ଇଏ ହେଲା ବାହାରର ଦୃଷ୍ଟିକୋଣ। ଯଦି ଆଉ ଟିକେ ଗଭୀର ସ୍ତରକୁ ଯିବେ, ଦେଖିବେ ଯେ ଆପଣ ଗୋଟେ ସମାଜ ତିଆରି କରିବାକୁ ଚେଷ୍ଟା କରୁଛନ୍ତି, ଯେତେବେଳେ ଆପଣ ମାଗଣା ଦଉଛନ୍ତି ବା ଯେମିତି ତାଙ୍କୁ ସାହାଯ୍ୟ କରିବାକୁ ଯାଇ ଏଇ ପ୍ରକାର ଅଯାଚିତ ଭାବରେ ଆପଣ ତାଙ୍କୁ ସାହାଯ୍ୟ କରୁଛନ୍ତି। ତା ଫଳରେ କଣ ହଉଛି ନା ଗୋଟେ ସମାଜ ସୃଷ୍ଟି କରୁଛନ୍ତି, ଯୋଉ ସମାଜ ପରିଶ୍ରମକୁ ଧୀରେ ଧୀରେ ଛାଡିଦବ। ତାପରେ ଆହୁରି ଗଭୀରକୁ ଦେଖିବାକୁ ଗଲେ, ବ୍ୟକ୍ତିର ଆଧ୍ୟାତ୍ମିକ ଅଗ୍ରଗତି ସିଏ ଏଇ ଜନ୍ମରେ କଣ କାର୍ଯ୍ୟ କରିବ ବୋଲି ସେ ସ୍ଥିରର କରିଛି, କୋଉ ପ୍ରକାରର ପରିବେଶ ପରିସ୍ଥିତି ଫଳରେ ତାର ଅନ୍ତରର ସାମର୍ଥ୍ୟ ବୃଦ୍ଧି ହବ, ତାର ଚୈତ୍ୟ ବିକାଶ ହେବ, ମନ ପ୍ରାଣ ଶରୀର ଚୈତ୍ୟ ଦ୍ଵାରା ପରିଚାଳିତ ହବା ପାଇଁ ଶିକ୍ଷା ଗ୍ରହଣ କରିବ, ତାର ଆଧାର ପ୍ରସ୍ତୁତ ହବ। ଏଇ ସବୁ ଜିନିଷ ରହିଛି ଯୋଉଗୁଡା କି କଣ ହବ, ବ୍ୟାହତ ହବ ବା ନଷ୍ଟ ହେଇଯିବ। ତେଣୁ ଆମେ ସେତିକି ବେଳେ ଜଣକୁ ଅଧିକ ସାହାଯ୍ୟ କରିପାରିବା, ଯେତେବେଳେ ଆମେ ଚେତନାର ଏକ ଉର୍ଦ୍ଧ୍ୱ ସ୍ତରରେ ଯାଇ ପହଞ୍ଚିବା, ଯୋଉଠି ଥାଇକି ଦେଖିବା ଯେ ତାର ଅଗ୍ରଗତି ପାଇଁ କଣ ଆବଶ୍ୟକ। ତାର ଅଗ୍ରଗତି ପାଇଁ ଯୋଉଟା ଆବଶ୍ୟକ ଆମେ ଜାଣିକରି ସେଇ ପ୍ରକାର ପରିବେଶଟିଏ ପରିସ୍ଥିତିଟିଏ ତାକୁ ତିଆରି କରିଦେଇ ପାରିଲେ, ଅଧିକ ସହାୟକ ହବ ତାର ଜୀବନ ପଥରେ। ତେଣୁ ଆମକୁ ଆମ ନିଜ ଚେତନାର ଉର୍ଦ୍ଧ୍ୱ ସ୍ତରକୁ ଯିବା ଆମ ପାଇଁ ପ୍ରାଥମିକ ପଦକ୍ଷେପ। ଆମେ ଚେଷ୍ଟା କରିବା, ମାଙ୍କୁ ଆହ୍ୱାନ କରିବା, ମାଙ୍କୁ ପ୍ରାର୍ଥନା କରିବା, ଆମର ଚୈତ୍ୟସତା ସମ୍ମୁଖକୁ ଆସୁ, ଆମର ଜୀବନକୁ ସେ ପରିଚାଳିତ କରୁ। ମା, ମା, thank you all, Aravar.